ମାତ୍ର ମୁଁ କୀଟ ମନୁଷ୍ୟ ନୁହେଁ, ମନୁଷ୍ୟମାନଙ୍କର ନିନ୍ଦା ପାତ୍ର ଓ ଲୋକମାନଙ୍କର ଅବଜ୍ଞାତ। ଦାଉଦଙ୍କ ମୁଖ ଦେଇ ପରମେଶ୍ୱରଙ୍କ ବାକ୍ୟ ନିର୍ଗତ ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ସପକ୍ଷରେ। ଯୀଶୁ ଖ୍ରୀଷ୍ଟ ଯେଉଁ ଅକଥନୀୟ ଅତ୍ୟାଚାର ସହ୍ୟ କଲେ, ତାଙ୍କୁ ନିର୍ଯାତନା ଦିଆଗଲା, ଅମାନୁଷିକ ଭାବରେ ବର୍ବରୋଚିତ ଭାବରେ ଦଣ୍ଡ ଦିଆଗଲା। ଯେତେବେଳେ ସେ କ୍ରୁଶ ବହନ କରି ଗଲଗଥା ପାହାଡ଼ରେ ଦଣ୍ଡିତ ହେଲେ, ଆଉ ଯେତିକି ସହ୍ୟ କରିବା କଥା ମନୁଷ୍ୟ ଏତେ ଅଧିକ ଯନ୍ତ୍ରଣା ସହ୍ୟ କଲେ ଯେ ରକ୍ତ ଧାର ଧାର ବୁହାଇଦେଲେ, ଯେ ଯାହା ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ। ବାକ୍ୟରେ ଲେଖାଯାଏ, ମୁଁ କୀଟ, ଗୋଟିଏ ପୋକକୁ ଯଦି ଆମେମାନେ ଆକ୍ରମଣ କରୁ, ସେ ଆମକୁ ଓଲଟା ଆକ୍ରମଣ କରିଥାଏ। କୀଟ କେତେବେଳେ କାମୁଡ଼ି ଦେବ ଦେଖିଲେ ଭୟ ଲାଗେ, ଏବଂ କୀଟକୁ ମଧ୍ୟ କିଏ କିଏ ମାରିଦିଅନ୍ତି। ଯୀଶୁ ପ୍ରଭୁ ଯେତେବେଳେ ଦଣ୍ଡ ପାଉଛନ୍ତି, ସେ କହିଲେ, ମୁଁ କୀଟ, ପୋକ ଭଳି ମୋତେ ଦଳି ଦେଲେ, ଚକଟି ଦେଲେ, କିନ୍ତୁ ମୁଁ ନୀରବ ହୋଇଗଲି। ମନୁଷ୍ୟ ନୁହଁ, ସେ ମନୁଷ୍ୟ ପୁତ୍ର, ସେ ପୁଣି ଈଶ୍ୱର ପୁତ୍ର। ସେ କହୁଛନ୍ତି, ମୋ ପ୍ରତି ଯୋଉ ଅତ୍ୟାଚାର କରାହେଇଛି, ଯୋଉ ଦଣ୍ଡ ଦିଆହେଇଛି, ଆଉ ମୁଁ ମନୁଷ୍ୟ ନୁହେଁ। ଆଉ ଏଭଳି ଭାବରେ ଯନ୍ତ୍ରଣା ଦିଆଯାଇଛି, ଯାହା ଅମାନୁଷିକ, ବର୍ବରୋଚିତ। ମୁଁ ମଧ୍ୟ ଯେତେବେଳେ ଶାସ୍ତ୍ର ସବୁ ଦେଖୁଛି, ପଢୁଛି, ଯୀଶୁଙ୍କ ନିମନ୍ତେ ମୁଁ ମର୍ମାହତ, ମୁଁ ସ୍ତମ୍ଭୀଭୂତ। ଅନେକ ଶାସ୍ତ୍ର ସବୁ ପଢିଛି। ଯୀଶୁଙ୍କ ମୃତ୍ୟୁ, ତାଙ୍କ ଯୋଉ ଦଣ୍ଡ ଦିଆହେଇଛି, ଏଭଳି ଦଣ୍ଡ ଦେଖି ଅତି ଭୟାବହ ଲାଗୁଛି। ଯୀଶୁଙ୍କ ପ୍ରତି କେତେକଙ୍କର ପରିହାସ। ଯୀଶୁ ପ୍ରଭୁ ଯେତେବେଳେ କ୍ରୁଶରେ ଝୁଲୁଥିଲେ, ସେ ରାସ୍ତା ଦେଇ ଅନେକ ଲୋକ ଯାତାୟାତ କରୁଥିଲେ। ନମ୍ବର 1, ପଥିକ ମାନେ। ଆଉ ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ରେ ମନ୍ଦିର ଭଗ୍ନକାରୀ ଓ 3 ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲେଇଆ। ମାଥିଉ 27 ଅଧ୍ୟାୟ 39-40 ପଦ। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ପ୍ରଥମତଃ ଯୀଶୁଙ୍କୁ ଜେରୁସାଲାମ ମନ୍ଦିର ଭଗ୍ନକାରୀ ଓ ନିର୍ମାଣକାରୀ ରୂପରେ ଭର୍ତ୍ସନା କରୁଛନ୍ତି। କାରଣ ଯେଉଁ ମନ୍ଦିରର ନିର୍ମାଣ କାର୍ଯ୍ୟରେ ଦୀର୍ଘ 46 ବର୍ଷ ସମୟ ଲାଗିଛି, ତାହା ଭାଙ୍ଗି ପୁଣି 3 ଦିନ ମଧ୍ୟରେ ସେ କିପରି ବା ଏକାକୀ ନିର୍ମାଣ କରିବେ? ଏହା ସେମାନଙ୍କ ନିକଟରେ ଏକ ବିରାଟ ପ୍ରଶ୍ନ। ମାତ୍ର ଯୀଶୁ ଯେ ଆପଣାର ଶରୀର ରୂପୀ ମନ୍ଦିରକୁ ଭାଙ୍ଗିବା ବିଷୟରେ କହିଥିଲେ,
ଏବଂ 3 ଦିନ ପରେ ପୁଣି ମୃତ୍ୟୁରୁ ପୁନର୍ଜୀବିତ ହେବେ ସେ ବିଷୟରେ ସେ କହିଥିଲେ ତାହା ସେମାନଙ୍କର ବୋଧର ଅଗମ୍ୟ ଥିଲା। ମାଥିଉ 26 ଅଧ୍ୟାୟ 61 ପଦ, ଯୋହନ 2 ଅଧ୍ୟାୟ 18 ପଦରୁ 22 ପଦ। ତେଣୁ ଏହି ପ୍ରକାର ଲୋକମାନଙ୍କ ଉଦ୍ଦେଶ୍ୟରେ ବାକ୍ୟରେ ଲେଖାଯାଏ, କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟ ଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହି ସବୁ ତାହା ନିକଟରେ ମୂର୍ଖତା। ପୁଣି ସେ ସେହି ସବୁ ବୁଝିପାରେ ନାହିଁ, ଯେଣୁ ସେହି ସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। ମାତ୍ର ଯେ ଆତ୍ମିକ ମନା ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାହାର ବିଚାର କରେ ନାହିଁ। ପ୍ରଥମ କରନ୍ଥୀୟ 2 ଅଧ୍ୟାୟ 14ରୁ 15 ପଦ। ଦ୍ୱିତୀୟତଃ ସେମାନେ ଯୀଶୁଙ୍କର ପୁତ୍ରତ୍ୱ ଏବଂ ପୁତ୍ରତ୍ୱର ଶକ୍ତି ଉପରେ ସନ୍ଦେହ ପ୍ରକଟ କରି ବାକ୍ୟ ପ୍ରହାର କରୁଛନ୍ତି। ଇତିପୂର୍ବରୁ ତାଙ୍କର ସେବାର ଆରମ୍ଭିକ ଭାବରେ ପ୍ରାନ୍ତରର 40 ଦିନର ଉପବାସ ସମୟରେ ପରୀକ୍ଷକ ଅର୍ଥାତ୍ ଶୟତାନ ମଧ୍ୟ ଯୀଶୁଙ୍କୁ 2 ଥର ପ୍ରଶ୍ନ କରି ତାଙ୍କର ପୁତ୍ରତ୍ୱ ଏବଂ ପୁତ୍ରତ୍ୱର ଶକ୍ତି ଉପରେ ସନ୍ଦେହର ପ୍ରଶ୍ନ ପଚାରିଥିଲା। ତାହା ଏହିପରି, ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥର ଗୁଡ଼ିକ ରୁଟି ହେବା ପାଇଁ ଆଜ୍ଞା ଦିଅ। କିନ୍ତୁ ସେ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ତହିଁ ଉତ୍ତାରେ ଶୟତାନ ତାହାଙ୍କୁ ପୁଣ୍ୟ ନଗରୀକୁ ଘେନି ଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁ ପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ। ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ। ମାଥିଉ 4 ଅଧ୍ୟାୟ 3 ପଦରୁ 6 ପଦ, ଲୁକ 4 ଅଧ୍ୟାୟ 2 ପଦରୁ 4 ପଦ। ଏଦନ ଉଦ୍ୟାନରେ ହବା ଓ ଆଦମଙ୍କ ନିକଟରେ 3 ପ୍ରକାର ପରୀକ୍ଷା ଆସିଥିଲା, ଯାହାକି ପ୍ରଥମରେ ଖାଦ୍ୟର, ଦ୍ୱିତୀୟରେ ନୟନର ଲୋଭ ଏବଂ ତୃତୀୟରେ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ ଥିଲା। ଆଦି 3 ଅଧ୍ୟାୟର 6 ପଦ। ତୃତୀୟଟି ବିଶେଷ କରି ଜ୍ଞାନଜନକ ଶକ୍ତି ଉପରେ ଆଧାରିତ ଅଟେ, ଯାହାକି ଗର୍ବ ଅହମିକାର ନିର୍ଦ୍ଦଶନ ଅଟେ। ପ୍ରଥମ ଯୋହନ 2 ଅଧ୍ୟାୟର 16 ପଦରେ ଲେଖାଯାଏ ଯେ, କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କ ଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ତେବେ ଶୟତାନ ବାଟୋଇ ମାନଙ୍କ ଜରିଆରେ ପୁନଶ୍ଚ ଯୀଶୁଙ୍କର ପୁତ୍ରତ୍ୱ ଓ ଶକ୍ତି ଉପରେ ସନ୍ଦେହର ପ୍ରଶ୍ନବାଣ ନିକ୍ଷେପ କରୁଛି। ଏହା ଏକ ସତ୍ୟ ଅଟେ। ଏହା କହିବା ଦ୍ୱାରା ଯୀଶୁ ଯେ ନିଜର ଶକ୍ତିକି ଅବୈଧାନିକ ରୂପରେ ଶୟତାନ ଦ୍ୱାରା ଆଜ୍ଞାବହ ହୋଇ କାର୍ଯ୍ୟ କରନ୍ତୁ ଏବଂ ଶୟତାନର ଆହ୍ୱାନର ସମ୍ମୁଖୀନ ହୁଅନ୍ତୁ, ଏହା ତାଙ୍କର ଇଚ୍ଛା, ଯାହାଦ୍ୱାରା ସେ ଯୀଶୁଙ୍କର ମହାନ ଉଦ୍ଧାର କାର୍ଯ୍ୟକୁ ପଥରୋଧ କରିପାରିବ ଏବଂ ନିଜେ ଯୀଶୁଙ୍କ ଉପରେ ପ୍ରଭୁତ୍ୱ ଜାହିର କରିପାରିବ। ଶାରୀରିକ ସୁରକ୍ଷା ସହ
କୃଷ୍ଣରୁ ଓହ୍ଲେଇ ଆସିବା ଦ୍ୱାରା ସମଗ୍ର ଜଗତର ପତିତ ମାନବ ଯେ ଚିରକାଳ ପାଇଁ ପାପୀ ହୋଇ ଦିନେ ଅନନ୍ତ ନରକର ଅଂଶୀଦାରୀ ହେବେ, ଏହା ଯୀଶୁ ଭଲ ଭାବରେ ଜାଣିପାରିଥିଲେ। ତେଣୁ ସେ ସମସ୍ତ ବେଦନା ସତ୍ତ୍ୱେ ମଧ୍ୟ ସବୁ ଆହ୍ୱାନର ସମ୍ମୁଖୀନ ହୋଇ ଆପଣାର ମହାଯଜ୍ଞରେ ଉଦ୍ଧାରର କାର୍ଯ୍ୟ ସମ୍ପାଦନ କଲେ। ଅତଏବ ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ଯାତ୍ରାରେ ମଧ୍ୟ ଉପରୋକ୍ତ ପରୀକ୍ଷା ଆସିବ। ତେବେ ବାକ୍ୟ କହେ, ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ତୁମ୍ଭେମାନେ ମଧ୍ୟ ଯେପରି ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସର୍ଜରୀ ଆପଣାକୁ ସୁସଜ୍ଜିତ କର। କାରଣ ଆମ୍ଭମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ। ଏଣୁ ତୁମ୍ଭେମାନେ ଯେପରି ଦୁର୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। ଏଫେସୀୟ 6:10-13। ଯୀଶୁ ଆପଣାର ଲୋକମାନଙ୍କୁ ପୁତ୍ରତ୍ୱ ଅଧିକାର ସହିତ ନିଜ ଆତ୍ମାଙ୍କର ଅଭିଷେକର ଶକ୍ତି ମଧ୍ୟ ପ୍ରଦାନ କରିଅଛନ୍ତି। ଯୋହନ 1:12, ପ୍ରେରିତ 1:8। ତେବେ ଶୟତାନର ମନ୍ଦ ଆହ୍ୱାନରେ ପରିଚାଳିତ ନ ହୋଇ ତାର ଯୁକ୍ତି ସମୂହକୁ ଖଣ୍ଡନ କରିବା ଆବଶ୍ୟକ। 2 କରିନ୍ଥୀୟ 10:3-5। ଅତଏବ ତୁମ୍ଭେମାନେ ଈଶ୍ୱରଙ୍କ ବଶୀଭୂତ ହୁଅ, ଶୟତାନକୁ ପ୍ରତିବାଦ କର, ତାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ। ଯାକୋବ 4:7। ଏବଂ ଖ୍ରୀଷ୍ଟୀୟ ବ୍ୟକ୍ତିମାନେ ଯାହା କିଛି ହେଲେ ଖାଲି କହନ୍ତି ଶୈତାନ କଲା। ତା ନ ହଉ, ଯୀଶୁଙ୍କୁ ଗ୍ରହଣ କରିବା ଲୋକ ସେ ଶୟତାନକୁ ସବୁବେଳେ ସ୍ୱାଗତ ନ କରୁ। ଯୀଶୁଙ୍କୁ ସ୍ୱାଗତ କରିବା। ଯୀଶୁ ଆମର ସେନାପତି, ସେ ଆମର ବର, ଆମେ ତାଙ୍କର କନ୍ୟା। ଆମେ ଗଧ ହୋଇ ଯୀଶୁଙ୍କୁ ପିଠିରେ ବସେଇଛୁ। ଆମେ ବିଜୟ ଲାଭ କରିବା, ଆମେ ବାସ୍ତବବାଦୀ ହବା। ପ୍ରଭୁଙ୍କର ଧନ୍ୟବାଦ ହେଉ, ସେ ଶୟତାନକୁ ଲଜ୍ଜିତ କଲେ। ନମସ୍କାର।